ମନୁଷ୍ୟର ଏନର୍ଜି ବା ଶକ୍ତି ନଷ୍ଟ ହେବା ଦ୍ୱାରା ମନୁଷ୍ୟ ଜୀବନଟା ବ୍ୟର୍ଥ ହୋଇଯାଇଥାଏ। ଏହି ଜୀବନରେ ସେ ଖୁସିରେ ରହେ ନା କିଛି ପାଇବାର ଆଶା। ମଣିଷର ଶକ୍ତି କିପରି ନଷ୍ଟ ହୁଏ ଏବଂ ତାହାକୁ କିପରି ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ଏକ କାହାଣୀ ମାଧ୍ୟମରେ ମୁଁ ଆପଣଙ୍କୁ କହିବି। ତେବେ ଆସନ୍ତୁ ବିଳମ୍ବ ନ କରି ଜାଣିବା ଏବଂ ତାହାକୁ ଯଦି ଆପଣ ଶେଷ ପର୍ଯ୍ୟନ୍ତ ଶୁଣିନେବେ, ମୁଁ କହୁଛି ଆପଣ କେବେ ହେଲେ ଜୀବନରେ ଥକିବେ ନାହିଁ ଏବଂ ସବୁବେଳେ ଶକ୍ତିଶାଳୀ ହୋଇକି ରହିବେ। ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ ଜାଣିବା କାହାଣୀଟିକୁ ଆରମ୍ଭ କରିବା। ଗୋଟିଏ ସମୟର କଥା, ରାଜା ତାଙ୍କ ପୁତ୍ରକୁ ନେଇ ବହୁତ ଚିନ୍ତିତ ଥିଲେ। ରାଜା ଚାହୁଁଥିଲେ କି ତାଙ୍କ ପରି ପୁତ୍ର ମଧ୍ୟ ରାଜାର ଉପାଧି ପାଉ ଏବଂ ରାଜ୍ୟରେ ରାଜ୍ୟ ଶାସନ କରୁ। ମାତ୍ର ତାଙ୍କ ପୁତ୍ରର ହାବଭାବ ଦେଖି ରାଜା ବହୁତ ଗଭୀର ଚିନ୍ତାରେ ପଡ଼ିଥିଲେ। ଏହାପରେ ତାଙ୍କ ମନ୍ତ୍ରୀ ରାଜାଙ୍କୁ ତାଙ୍କର ଏପରି ଅବସ୍ଥା ଦେଖି ମନ୍ତ୍ରୀ କହିଲେ, ହେ ମହାରାଜ, ଆପଣ କାହିଁକି ସବୁବେଳେ ଏପରି ମନ ଦୁଃଖରେ ରହୁଛନ୍ତି? ମୁଁ ଜାଣି ନାହିଁ, ମାତ୍ର ମୁଁ ଏପରି ଜଣକୁ ଜାଣିଛି, ସେ ଆପଣଙ୍କର ଦୁଃଖର ମନୋଭାବକୁ ସବୁଦିନ ପାଇଁ ଦୂର କରିପାରିବେ। ମନ୍ତ୍ରୀଙ୍କର ଏପରି କଥା ଶୁଣି ରାଜା କହିଲେ, ଆଚ୍ଛା, ତାହେଲେ ମୋତେ କୁହ, ସେ ମନୁଷ୍ୟ ଜଣକ କିଏ ଏବଂ ସେ ମୋତେ କେଉଁଠି ମିଳିବେ? ମନ୍ତ୍ରୀ କହିଲେ, ମହାରାଜ, ସେ ସାଧୁ ଜଣକ ହେଉଛନ୍ତି ମହାତ୍ମା ଗୌତମ ବୁଦ୍ଧ। ସେ ଅସୀମ ଜ୍ଞାନର ପରିପୂର୍ଣ୍ଣ। ଆପଣ ତାଙ୍କୁ ଏ ପାଖ ଜଙ୍ଗଲରେ ଥିବା ଏକ ଆଶ୍ରମରେ ପାଇବେ। ଏହାପରେ ରାଜା ତୁରନ୍ତ ମନ୍ତ୍ରୀଙ୍କର କଥା ଶୁଣି ତାଙ୍କ ପୁତ୍ରକୁ ବୁଦ୍ଧଙ୍କ ଆଶ୍ରମକୁ ନେଇକି ଗଲେ। ଆଶ୍ରମ ଭିତରକୁ ଯାଇ ରାଜା ଦେଖିଲେ ଗୌତମ ବୁଦ୍ଧ ଧ୍ୟାନରେ ବସିଛନ୍ତି। ଗୌତମ ବୁଦ୍ଧକୁ ଧ୍ୟାନ କରୁଥିବାର ଦେଖି ମହାରାଜ ତାଙ୍କୁ କିଛି ନ କହି ଧ୍ୟାନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ। ରାଜା ଅପେକ୍ଷା କରୁଥିବାର କଥା ମହାତ୍ମା ଗୌତମ ବୁଦ୍ଧ ଜାଣିପାରିଥିଲେ। ଏହାପରେ ମହାତ୍ମା ଗୌତମ ବୁଦ୍ଧ ଧ୍ୟାନ ତ୍ୟାଗ କରି ଶେଷରେ ସେ କହିଲେ, ହେ ରାଜନ, ମୁଁ ଆପଣଙ୍କର କେଉଁ ସେବାରେ ଆସିପାରିବି? ମହାରାଜ ବୁଦ୍ଧଙ୍କର ଏହି କଥା ଶୁଣି କହିଲେ, ହେ ବୁଦ୍ଧ, ମୁଁ ମୋର ଗୋଟିଏ ଜରୁରୀ ସମସ୍ୟା ନେଇ ଆପଣ ପାଖକୁ ଆସିଛି। ମହାରାଜ ତାଙ୍କ ପୁତ୍ରକୁ ଦେଖାଇ କହିଲେ, ଏହି ଯୁବକଟି ହେଉଛି ମୋର ପୁତ୍ର, ଗୋଟିଏ ମାତ୍ର ପୁତ୍ର। ମୁଁ ମୋର ମୃତ୍ୟୁ ପରେ ମୁଁ ଚାହୁଁଛି ମୋର ପୁତ୍ର ଏ ରାଜ୍ୟର ରାଜା ହେଉ। ହେଲେ ମୁଁ ଦେଖୁଛି ଏହାର ହାବଭାବ, ମୁଁ ଜାଣିପାରୁଛି କି ଏ କେବେ ହେଲେ ଏ ରାଜ୍ୟର ରାଜା ହୋଇପାରିବ ନାହିଁ। ଏହାପରେ ଏହି କଥା ଶୁଣି ବୁଦ୍ଧ କହିଲେ, ହେ ରାଜନ, ଆପଣଙ୍କର କିପରି ରହୁଛି ପୁତ୍ରର ମନୋଭାବ? ଏହାପରେ ରାଜା କହିଲେ, ମୋର ପୁତ୍ର ସବୁବେଳେ ଥକିବା ଅନୁଭବ କରୁଛି। ଲାଗୁଛି କି ଏହାର ଶରୀରରେ କୌଣସି ପ୍ରକାରର ଶକ୍ତି ହିଁ ନାହିଁ। ଯେତେ ପ୍ରକାର ପୋଷକ ଖାଦ୍ୟ ଦେଲେ ମଧ୍ୟ ଶରୀରରେ କୌଣସି ଶକ୍ତି ସୃଷ୍ଟି ହେଉନାହିଁ। ତେବେ ଆପଣ କହନ୍ତୁ, ମୋ ପୁତ୍ର ଯଦି ଏପରି ଅବସ୍ଥାରେ ଜୀବନ ବିତାଇବ, ତେବେ ସେ କିପରି ଏକ ଶକ୍ତିଶାଳୀ ରାଜା ଭାବରେ ପରିଣତ ହେବ? ଏହାପରେ ରାଜାଙ୍କର ସମସ୍ତ କଥା ଶୁଣି ସାରିଲା ପରେ ବୁଦ୍ଧ କହିଲେ, ହେ ରାଜନ, ମନୁଷ୍ୟ ଶରୀରରେ ଶକ୍ତିର ହ୍ରାସ 5ଟି ମୂଳ ଅଭ୍ୟାସ କାରଣ ଯୋଗୁଁ ହୋଇଥାଏ। ମୁଁ ତୁମକୁ ସେହି 5ଟି ଅଭ୍ୟାସ ଗୁଡ଼ିକ କହିବି। ତୁମକୁ ଧ୍ୟାନ ଦେଇ ଶୁଣିବାକୁ ହେବ, ଯେପରି ଭବିଷ୍ୟତରେ ଆପଣଙ୍କର ପୁତ୍ର ସେହି ଅଭ୍ୟାସ ଗୁଡ଼ିକର ଶିକାର ନ ହୁଅନ୍ତୁ। ଏହାପରେ ବୁଦ୍ଧ
ଆଗକୁ କହିଲେ, ମନକୁ ବର୍ତ୍ତମାନରେ ନ ରଖି ଭୂତକାଳ ଏବଂ ଭବିଷ୍ୟତ ସମୟକୁ ଭାବିବାରେ ବ୍ୟସ୍ତ ରଖିବା। ଯେତେବେଳେ ମନୁଷ୍ୟ ତା'ର ଅତୀତ ଘଟଣାକୁ ଭାବିବାରେ ସମୟ ବିତାଇଥାଏ ଏବଂ ଭବିଷ୍ୟତ ଯୋଜନାରେ ହଜି ଯାଇଥାଏ, ତେବେ ସେହି ସମୟରେ ତାହାର ମନ ଓ ଶରୀର ମଧ୍ୟରେ ଗୋଟିଏ ଗଭୀର ଦୂରତା ସୃଷ୍ଟି ହୋଇଥାଏ, ଯେଉଁ କାରଣ ପାଇଁ ମନୁଷ୍ୟ ଚିନ୍ତାର ଶିକାର ହୋଇଥାଏ, ଯାହାଦ୍ୱାରା ସେ ଶରୀରରେ ସୃଷ୍ଟି ହେଉଥିବା ଶକ୍ତିକୁ କରିବାରେ ହରାଇ ବସିଥାଏ, ଯାହା ମନୁଷ୍ୟକୁ ସବୁ ସମୟରେ ଥକିବା ଅନୁଭବ ହୋଇଥାଏ। ଅଧିକାଂଶ ସମୟରେ ବର୍ତ୍ତମାନର କାମରେ ନିଜର ଧ୍ୟାନକୁ ବଜାୟ ରଖିବେ ଯେପରି। ଦ୍ୱିତୀୟ ଅଭ୍ୟାସଟି ହେଉଛି ଅଧିକାଂଶ ସମୟ ବସି ରହିବା ଏବଂ କିଛି କାର୍ଯ୍ୟ ନ କରିବା। ଯଦି ଆମେ କିଛି କାର୍ଯ୍ୟରେ ନିଜକୁ ନିୟୋଜିତ ନ କରିବା, ତାହେଲେ ଆମକୁ ଶକ୍ତି ମିଳିବ ନାହିଁ ଏବଂ ଆମ ଶରୀର ସବୁବେଳେ ଥକିବା ଅନୁଭବ ହେବ। ସେଥିପାଇଁ ଆମକୁ କିଛି ନା କିଛି କାର୍ଯ୍ୟ କରିବାକୁ ପଡ଼ିବ। ତେବେ ରାଜନ, ମୁଁ ଆପଣଙ୍କୁ କହୁଛି, ଆପଣଙ୍କ ପୁଅକୁ କୌଣସି କାର୍ଯ୍ୟରେ ନିୟୋଜିତ କରନ୍ତୁ, ତେବେ ତାଙ୍କର ଥକିବା ଅନୁଭବ ହେବ। ତୃତୀୟ କାରଣଟି ହେଉଛି ଯେ ମନୁଷ୍ୟ ଜୀବନରେ ଆମେ କିଛି ନା କିଛି ଲକ୍ଷ୍ୟ ରଖିବା ନିହାତି ଦରକାର। ଯଦି ଆମେ କିଛି ଲକ୍ଷ୍ୟ ନ ରଖି ଏମିତି ଅଧିକାଂଶ ସମୟ ବସି ରହିବା, ତେବେ ଆମ ଜୀବନ ଅନର୍ଥ ହୋଇଯିବ। ସେଥିପାଇଁ ଆମକୁ ସବୁବେଳେ ସଂଘର୍ଷ କରି ଏହି ଜୀବନରେ କିଛି ନା କିଛି କରିବାକୁ ହେଲେ ନିଜର ମୂଳ ଲକ୍ଷ୍ୟ ରଖିବା ନିହାତି ଦରକାର। ତେବେ ହେ ରାଜନ, ଆପଣଙ୍କୁ ଆପଣ ପୁଅଙ୍କର କିଛି ଲକ୍ଷ୍ୟ ରଖିବା ପାଇଁ ହେଲେ ଆପଣଙ୍କୁ ତାଙ୍କର ସାହାଯ୍ୟ ନିହାତି ଦରକାର। ତେବେ ଆପଣ ତାଙ୍କୁ ସାହାଯ୍ୟ କରନ୍ତୁ, ତାଙ୍କର ଲକ୍ଷ୍ୟରେ ସେମାନେ ଯେମିତି ଆଗେଇ ଯିବେ ଏବଂ ରାଜ୍ୟ ଶାସନ କରିପାରିବେ। ହେ ରାଜନ, ଚତୁର୍ଥ ଅଭ୍ୟାସଟି ହେଉଛି ଯେ ଏହା ମଣିଷକୁ ଶୀଘ୍ର ଦୁର୍ବଳ କରିଦେଇଥାଏ। ଏହା ହେଉଛି ତେଲ ଜାତୀୟ ଖାଦ୍ୟ। ତେବେ ହେ ରାଜନ, ଆପଣଙ୍କ ପୁତ୍ରକୁ କେବେ ହେଲେ ତେଲ ଜାତୀୟ ଖାଦ୍ୟ ସେବନ କରାନ୍ତୁ ନାହିଁ। ଏହା କରିବା ଦ୍ୱାରା ମଣିଷ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ। ତେବେ ହେ ରାଜନ, ଆପଣ ନିଜର ପୁତ୍ରକୁ ସାତ୍ଵିକ ଖାଦ୍ୟ ଦିଅନ୍ତୁ ଏବଂ ପୋଷକ ଖାଦ୍ୟ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କର ପୁତ୍ରର ସବୁବେଳେ ମଙ୍ଗଳ ହେବ ଏବଂ ଶରୀରରେ ନୂଆ ଶକ୍ତି ଜାଗ୍ରତ ହେବ। ପରିଶେଷରେ ପଞ୍ଚମ ଅଭ୍ୟାସଟି ହେଉଛି ମଣିଷ ବିଳମ୍ବରେ ରାତିରେ ଶୋଇବା ଏବଂ ଅନିଦ୍ରାରେ ରହିବା। ଏହାଦ୍ୱାରା ମଣିଷ ଶରୀରରେ ଅନେକ ଶକ୍ତିକୁ ନଷ୍ଟ କରିଥାଏ ଏବଂ ମଣିଷର ମସ୍ତିଷ୍କରେ ଖରାପ ପ୍ରଭାବ ପକାଇଥାଏ ଏବଂ ଶରୀର ସବୁବେଳେ ଥକିବା ଅନୁଭବ ହୋଇଥାଏ। ଯେମିତି ଆପଣଙ୍କୁ ଏହା ପ୍ରତି ଧ୍ୟାନ ଦେବା ଦରକାର ଯେ ଆପଣଙ୍କ ପୁତ୍ର ଏମିତି ବିଳମ୍ବରେ ନ ଶୁଅନ୍ତୁ। ଏହା କରିବା ଦ୍ୱାରା ତାଙ୍କର ବହୁତ କିଛି କ୍ଷତି ହୋଇପାରେ। ଏହାପରେ ପୁଣି ଗୌତମ ବୁଦ୍ଧ କହିଲେ, ହେ ରାଜନ, ମୁଁ ଯେଉଁ ଏହି 5ଟି ଖରାପ ଅଭ୍ୟାସ କହିଲି, ଆପଣ ସେଥିପ୍ରତି ଧ୍ୟାନ ଦିଅନ୍ତୁ କିପରି ଆପଣଙ୍କ ପୁତ୍ର ସେହି ଖରାପ ଅଭ୍ୟାସର ଶିକାର ନ ହେବେ। ତେବେ ଏହା ଶୁଣି ରାଜା ବହୁତ ଖୁସି ହେଲେ ଏବଂ ଗୌତମ ବୁଦ୍ଧଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଲେ ଏବଂ ନିଜର ରାଜସଭାକୁ ଚାଲିଗଲେ।